ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡ଼ିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡ଼ିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କ'ଣ କରିବା ନା 10 ଧାଡ଼ି 15 ଧାଡ଼ି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡ଼ିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡ଼ିରେ। ରାଜା କନିଷ୍କ ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ ରାଜତ୍ୱ କରୁଥିବା କୁଷାଣ ରାଜବଂଶର ଜଣେ ପ୍ରସିଦ୍ଧ ସମ୍ରାଟ ଥିଲେ। ସେ ଭାରତ, ମଧ୍ୟ ଏସିଆ ଏବଂ ଚୀନର କିଛି ଅଂଶରେ ତାଙ୍କର ସାମ୍ରାଜ୍ୟ ବିସ୍ତାର କରିଥିଲେ। କନିଷ୍କ ବୌଦ୍ଧ ଧର୍ମର ଜଣେ ମହାନ ପୃଷ୍ଠପୋଷକ ଥିଲେ ଏବଂ ଏହାକୁ ସମଗ୍ର ଏସିଆରେ ପ୍ରସାର କରିବାରେ ସାହାଯ୍ୟ କରିଥିଲେ। ସେ କାଶ୍ମୀରରେ ଚତୁର୍ଥ ବୌଦ୍ଧ ପରିଷଦ ଡାକି ମହାଜନ ବୌଦ୍ଧ ଧର୍ମର ପ୍ରଚାର କରିଥିଲେ। ତାଙ୍କର ଶାସନ ସାଂସ୍କୃତିକ, କଳାତ୍ମକ ଏବଂ ଆର୍ଥିକ ସମୃଦ୍ଧି ଦ୍ୱାରା ଚିହ୍ନିତ ଥିଲା। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରିକି ଜଣେଇବେ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବେ, ଭିଡ଼ିଓ କାହା ସହିତ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାନ୍ତୁ। ତାହେଲେ ଦେଖା ହେବା ଆଗାମୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ନମସ୍କାର।